ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍ବିଆଇ ଲୋନ୍ଧାରୀଙ୍କୁ ଦେଲା ବଡ଼ ଝଟକା। ବ୍ୟାଙ୍କ ଏମ୍ସିଏଲ୍ଆର୍ ହାରରେ ବୃଦ୍ଧି ଘୋଷଣା କରିଛି, ଯେଉଁ କାରଣରୁ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ପଡ଼ିଛି। ବାସ୍ତବରେ ବ୍ୟାଙ୍କ କିଛି ସମୟ ପାଇଁ ଫଣ୍ଡ ଭିତ୍ତିକ ଋଣ ହାରର ମାର୍ଜିନ ମୂଲ୍ୟରେ 0.05% ବୃଦ୍ଧି ଘୋଷଣା କରିଛି। ଏକ ବର୍ଷର ଏମ୍ସିଏଲ୍ଆର୍ର ମୁଖ୍ୟ ପ୍ରମୁଖ ଟେଣ୍ଡର, ଯାହା ସହିତ ଦୀର୍ଘକାଳୀନ ଋଣ ସମ୍ପୃକ୍ତ, ଶୁକ୍ରବାର ଦିନ 9% ବୃଦ୍ଧି କରିଛି। ଏକ ବର୍ଷ ଏମ୍ସିଏଲ୍ଆର୍ ହାର ବ୍ୟକ୍ତିଗତ ଯାନ ଏବଂ ଗୃହ ପରି ଋଣ ହାର ସ୍ଥିର କରେ। ନିକଟରେ ବ୍ୟାଙ୍କ 2 ଥର ଏମ୍ସିଏଲ୍ଆର୍ ହାର ବୃଦ୍ଧି କରିଥିଲା। ବ୍ୟାଙ୍କ ଚେୟାରମ୍ୟାନ୍ ସି.ଏସ୍. ସେଠୀ କହିଛନ୍ତି ଯେ ବ୍ୟାଙ୍କର 42% ଋଣ ଏମ୍ସିଏଲ୍ଆର୍ ସହିତ ସମ୍ପୃକ୍ତ ହୋଇଥିବା ବେଳେ ବାକି ବାହ୍ୟ ମାନଦଣ୍ଡ ଉପରେ ଆଧାରିତ କରେ। ଏସ୍ବିଆଇ ଅଧ୍ୟକ୍ଷ କ'ଣ କହିଛନ୍ତି ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ବ୍ୟାଙ୍କିଂ ବ୍ୟବସ୍ଥାରେ ଜମା ହାର ସର୍ବୋଚ୍ଚ ସ୍ତରରେ ରହିଛି। ଏସ୍ବିଆଇ ମଧ୍ୟ 3 ଏବଂ 6 ମାସର ଏମ୍ସିଏଲ୍ଆର୍ ବୃଦ୍ଧି କରିଛି। ଗୋଟିଏ ଦିନ, ଗୋଟିଏ ମାସ, 2 ବର୍ଷ ଏବଂ 3 ବର୍ଷର ଲୋନ୍ଧାରୀମାନଙ୍କ ପାଇଁ ଏମ୍ସିଏଲ୍ଆର୍ ରଖାଯାଇଛି। ଏସ୍ବିଆଇ ଚେୟାରମ୍ୟାନ୍ ସି.ଏସ୍. ସେଠୀ କହିଛନ୍ତି ଯେ ବ୍ୟାଙ୍କର 42% ସେଗମେଣ୍ଟ ଏମ୍ସିଏଲ୍ଆର୍ ସହିତ ଜଡ଼ିତ ଥିବାବେଳେ ବାକି ଋଣ ବାହ୍ୟ ମାନଦଣ୍ଡ ଉପରେ ଆଧାରିତ। ଏସ୍ବିଆଇ ମଧ୍ୟ 3 ଏବଂ 6 ମାସର ଏମ୍ସିଏଲ୍ଆର୍ ବୃଦ୍ଧି କରିଛି। ତଥାପି ଗୋଟିଏ ମାସର, 2 ବର୍ଷ ଏବଂ 3 ବର୍ଷ ପାଇଁ ଏମ୍ସିଏଲ୍ଆର୍ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ପୂର୍ବରୁ ଏସ୍ବିଆଇ ଅଗଷ୍ଟରେ ମାର୍ଜିନାଲ୍ କଷ୍ଟ ଅଫ୍ ଫଣ୍ଡ ଆଧାରିତ ଋଣ ହାର ଏମ୍ସିଏଲ୍ଆର୍କୁ ବୃଦ୍ଧି କରିଥିଲା। 3 ବର୍ଷ ପାଇଁ ଏମ୍ସିଏଲ୍ଆର୍ 9.10% ଏବଂ 2 ବର୍ଷ ପାଇଁ 9.05% ଥିଲା। ଆର୍ବିଆଇ ଏହା ପଲିସି ହାରରେ କୌଣସି ନକରି ସତ୍ତ୍ୱେ ଏହି ବୃଦ୍ଧି କରାଯାଇଛି।